ଆପଣ ଯଦି ଜଣେ କାଳିଆ ଯୋଜନା ଚାଷୀ ତାହେଲେ ଆପଣମାନେ ଏହି କାମ କରିବାକୁ ପଡ଼ିବ। ଏହି କାମ କଲେ ଆପଣମାନଙ୍କୁ ପଇସା ମିଳିପାରିବ। ଆପଣ ଜାଣିଥିବେ ଏ କାଳିଆ ଯୋଜନା ସହାୟତା ରାଶି ପୂର୍ବତନ ବିଜେଡ଼ି ସରକାର ଆରମ୍ଭ କରିଥିଲେ 2019 ମସିହାରେ। ଆଉ ବର୍ଷକୁ 2000 କରି 4000 ଟଙ୍କା ମଧ୍ୟ ଦେଉଥିଲେ। ଅକ୍ଷୟ ତୃତୀୟାରେ 2000 ଟଙ୍କା ଆଉ ନୂଆଖାଇରେ ମଧ୍ୟ 2000 ଟଙ୍କା, ଏମିତି ବର୍ଷକୁ 4000 ଟଙ୍କା ଦେଉଥିଲେ। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ DVD ମାଧ୍ୟମରେ ଟ୍ରାନ୍ସଫର କରୁଥିଲେ। ଏବେ ବିଜେଡ଼ି ସରକାର ଓଡ଼ିଶାରୁ ହଟିଯାଇଛି। ଏବେ ବିଜେପି ସରକାର ଓଡ଼ିଶାରେ ଗଠନ କରିଛି। ଏବେ କାଳିଆ ଯୋଜନା ନାଁ ପରିବର୍ତ୍ତନ କରି ଏବେ CM କିଷାନ ଯୋଜନା ନାଁ ଆରମ୍ଭ କରିଛନ୍ତି ସରକାର। ଯଦି ଆପଣମାନେ এই କାଳିଆ ଯୋଜନା ସାଇଟ୍କି ଯାଇକି ଆପଣମାନଙ୍କର ସବୁ ଦେଖିପାରିବେ ଠିକ୍ ଅଛି ନା ନାହିଁ। ଆଉ ଯଦି ସବୁ ଠିକ୍ ଥିବ ତାହେଲେ ଏଇ CM କିଷାନ ଯୋଜନାରେ ପଇସା ଆପଣଙ୍କୁ ମିଳିପାରିବ। ଏଇ ନୂଆଖାଇରେ ସରକାର ଏବେ ରାଜ୍ୟ ସରକାର ଦେବାକୁ ଯାଉଛନ୍ତି। ଆପଣମାନେ କ'ଣ କରିବେ, ସବୁ ଏଇ ଜିନିଷ ଏଇ କାଳିଆ ଯୋଜନା ସାଇଟ୍ରେ ଜାଣିପାରିବେ। ଆପଣଙ୍କର ଏଲିଜିବୁଲ୍ ଅଛି ନା ନାହିଁ, KYC ଠିକ୍ ଅଛି ନା ନାହିଁ, ଆପଣ କେତେ କିସ୍ତି ପଇସା ପାଇଛନ୍ତି ସବୁ ଜାଣିପାରିବେ ଏଇ କାଳିଆ ଯୋଜନା ସାଇଟ୍ରେ ଯାଇକି। ଆଉ କାଳିଆ ଯୋଜନା ସାଇଟ୍ରେ ଯଦି ଠିକ୍ ଥାଏ ତାହେଲେ ଆପଣମାନେ CM କିଷାନ ଯୋଜନାରେ ଯେଉଁ ପଇସା ମିଳିବାକୁ ଯାଉଛି ନୂଆଖାଇରେ, ଆପଣଙ୍କୁ ନୂଆଖାଇରେ ମଧ୍ୟ ପଇସା ମିଳିପାରିବ। କିନ୍ତୁ ଆପଣମାନେ ଏ କାଳିଆ ଯୋଜନା ସାଇଟ୍ରେ ଯାଇକି ଆପଣମାନେ ସବୁ ଦେଖିପାରିବେ। KYC ଅଛି ନା ନାହିଁ, ଆପଣଙ୍କର ବେନିଫିସିଆରୀ ଷ୍ଟାଟସ୍ ଜାଣିପାରିବେ, ଆପଣଙ୍କର ନାଁ ଅଛି ନା ନାହିଁ, ଆପଣମାନଙ୍କର KYC ଆଧାର ଲିଙ୍କ ବ୍ୟାଙ୍କ ସହିତ ଅଛି ନା ନାହିଁ, ସବୁ ଏଇ କାଳିଆ ଯୋଜନା ସାଇଟ୍ରେ ଆପଣମାନେ ଜାଣିପାରିବେ। ଆପଣ କ'ଣ କରିବେ, ଆଗ ଗୋଟିଏ ସାଇଟ୍କି ଯିବେ, ଯାଇକି ଗଲା ପରେ ଗୁଗୁଲକୁ ଯିବେ। ଗୁଗୁଲକୁ ଗଲା ପରେ ଏଇଠି ମାରିବେ ଟ୍ରାକ୍ ୟୋର ଆପ୍ଲିକେସନ୍। ଏଇ ଜାଗାକୁ ମାରିଲା ପରେ ଦେଖନ୍ତୁ, ଏଇ ଜାଗାକୁ ମାରିବ। ଏଇ ଜାଗାକୁ ମାରିଲା ପରେ ଆପଣମାନଙ୍କୁ ଆସିଗଲା। ଦେଖ ଏଇଠି ଆଧାର ଟୋକନ୍ ନମ୍ବର ଦେବ। ଏଇଠି ଏଇ ଜାଗାରେ ଆଧାର ନମ୍ବରଟି ଦେବ। ଯଦି ଯେତେବେଳେ କାଳିଆ ଯୋଜନା ଆପ୍ଲାଏ କରିଥିଲେ ଆପଣମାନଙ୍କ ପାଖରେ ଯଦି ଟୋକନ୍ ନମ୍ବର ଥିବ ତାହେଲେ ଟୋକନ୍ ନମ୍ବର ଦେବେ, ନହେଲେ ନାହିଁ। ନଚେତ୍ ଏଠି ଆଧାର ନମ୍ବର ଦେଇକି ଏଇ ଶୋ ଉପରେ କ୍ଲିକ୍ କରିବେ। ଏଇ ଶୋ ଉପରେ କ୍ଲିକ୍ କଲେ ଆପଣମାନେ ସବୁ ଜାଣିପାରିବେ। ଆପଣଙ୍କର କେତେ କିସ୍ତି ପଇସା ଅଛି, ଆପଣ ଏଲିଜିବୁଲ୍ ଅଛନ୍ତି ନା ନାହିଁ, ସବୁ ଏଇଥିରେ ଜାଣିଦେବେ। ଆଉ ସବୁ ଦେଖିପାରିବେ। ତାପରେ କ'ଣ କରିବେ, ଆପଣ ଦେଖିବେ KYC ହେଇଛି ନା ନାହିଁ। ଆପଣ କ'ଣ କରିବେ, ଏଇଠି KYC ପାଖକୁ ଯିବେ। ଆପଣ ଦେଖିବେ, ଦେଖନ୍ତୁ ଗ୍ୟାଭେନ୍ସ ଆପ୍ଲିକେସନ୍ ଏଇଠି ଜାଗାକୁ ଯିବେ। ଏଇ ଜାଗାକୁ ଯାଇକି ଦେଖନ୍ତୁ, ଏଇ ଜାଗାକୁ ଗଲା ପରେ ଏଇଠି ଲେଖା ଅଛି ଟ୍ୟାଗ୍ ୟୋର ଆପ୍ଲିକେସନ୍, ଏଇଠିକି କ୍ଲିକ୍ କରିବେ। ଏଇଠି କ୍ଲିକ୍ କଲା ପରେ ଆପଣଙ୍କୁ ନେଇଯିବ। ଦେଖନ୍ତୁ ସେ ଆଧାର ଟୋକନ୍ ନମ୍ବର ମାରିଲେ ଶୋ କରିବ ଆପଣଙ୍କର ଏଲିଜିବୁଲ୍ ଅଛି ନା ନାହିଁ। ଆପଣ କ'ଣ କରିବେ ନା ଦେଖନ୍ତୁ, ଆପଣ କ'ଣ କରିବେ ଦେଖନ୍ତୁ, କାଳିଆ ଯୋଜନା ସାଇଟ୍କି ଯାଇକି ଆପଣମାନେ ଜାଣିପାରିବେ। ଆପଣ ସମ୍ପୂର୍ଣ୍ଣ ଜାଣିପାରିବେ। କାଳିଆ ଯୋଜନା ସାଇଟ୍ରେ ଯାଇକି ଆପଣ ଜାଣିପାରିବେ, ସମ୍ପୂର୍ଣ୍ଣ ଜାଣିପାରିବେ, ସବୁ ଦେଖିପାରିବେ। ଆପଣଙ୍କର ଠିକ୍ ଅଛି ନା ନାହିଁ, ଆପଣ KYC ହେଇଛି ନା ନାହିଁ, ଆପଣ ସବୁ ଜାଣିପାରିବେ। ଏଇ ଜାଗାକୁ ଯାଇକି ସବୁ ଜାଣିପାରିବେ। ଆପଣ ଦେଖନ୍ତୁ, ମୁଁ ଏବେ KYC ଫର୍ମଟି ଦେଖାଉଛି ଆପଣମାନଙ୍କୁ। ଦେଖନ୍ତୁ ଏଇଠି କମ୍ପ୍ଲିଟ୍ ୟୋର KYC, ଏଇ ଜାଗାରେ କ୍ଲିକ୍ କରିବେ। ଏଇ ଜାଗାରେ କ୍ଲିକ୍ କଲେ ଆପଣ କ'ଣ କରିବେ ନା ଏଇଠି ଆଧାର ନମ୍ବରଟି ଦେବେ। ଏଇଠି ଆଧାର ନମ୍ବରଟି ଦେଲେ ଆଧାର ନମ୍ବର ଦେବେ। ଆଧାର ଭେରିଫାଏ ଉପରେ କ୍ଲିକ୍ କରିବେ। ଭେରିଫାଏ ଉପରେ କ୍ଲିକ୍ କଲେ ଆପଣଙ୍କର ଆପଣ କ'ଣ କରିବେ ନା ଏଇ ଯେଉଁ ତଳେ ଗୋଟେ ଅଛି ଏଇ ଗୋଲେଇ ଚିହ୍ନ ଉପରେ କ୍ଲିକ୍ କରିବେ। ଏଇ ଗୋଲେଇ ଚିହ୍ନ ଉପରେ କ୍ଲିକ୍ କଲା ପରେ ଆପଣ ଜାଣିପାରିବେ ଆପଣ KYCଟି ହେଇଛି ନା ନାହିଁ। ତାପରେ ଆପଣ ଆପ୍ଲିକେସନ୍ ଫର୍ମ ଦେବେ, ଆପଣଙ୍କର ଗ୍ୟାଭେନ୍ସ ଆପ୍ଲିକେସନ୍ ଜାଣିବେ। ତାପରେ ସବୁ ଏଇ କାଳିଆ ଯୋଜନା ସାଇଟ୍ରେ ଆପଣ ଜାଣିପାରିବେ ଆପଣଙ୍କର ଠିକ୍ ଅଛି ନା ନାହିଁ, ଏଲିଜିବୁଲ୍ ଅଛନ୍ତି ନା ନାହିଁ, ଆଉ କେତେ କିସ୍ତି ପଇସା ପାଇଛନ୍ତି, ଆଉ ଆପଣମାନେ ବେନିଫିସିଆରୀ ଷ୍ଟାଟସ୍ ମଧ୍ୟ ଦେଖିପାରିବେ। ଆପଣମାନଙ୍କର ନାଁ ଅଛି ନା ନାହିଁ କାଳିଆ ଯୋଜନାରେ ସବୁ ଜାଣିପାରିବେ। ଆଉ ସବୁ ଏଇ ଯୋଜନା କାଳିଆ ଯୋଜନାରେ ଯଦି ଠିକ୍ ଥାଏ ତାହେଲେ CM କିଷାନ ଯୋଜନା ଯେଉଁ ସରକାର ରାଜ୍ୟ ସରକାର ଦେବାକୁ ଯାଉଛନ୍ତି ନୂଆଖାଇରେ, ଆପଣମାନଙ୍କୁ ନୂଆଖାଇରେ ହିଁ ଏଇ କାଳିଆ ଯୋଜନା ପଇସା ମିଳିପାରିବ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।